मामा थैंक यू ऑफिस स्थानीय मंडल बर्तमान खाद्य परिवेशन खाद्य खाद्य परिवेशन सहयोग करूँ आम गाँव में अनेक अतिथि वृंद मान अच्छा गोटे मिनिट करबू कहीं टेंशन एक अध्याय 6 और 7 पद कारण तुमको स्मरण कराऊँ तुम्हारे ईश्वर जो अनुग्रह दान अच्छी पुनः प्रज्वलित कर कारण ईश्वर आंभ मानक विरुद्ध आत्मा देना मात्र शक्ति प्रेम और सुबुद्धिर आत्मा दे छ पर्वतार 11-12 पद किंतु हे ईश्वर लोक तुम्हें यही समस्त पलायन करी धार्मिकता ईश्वर परायणता विश्वास प्रेम धैर्य और सहिष्णुतार अनुगामी हुआ विश्वासर उत्तम युद्ध में प्राणपण कर
ଅନନ୍ତ ଜୀବନ ଧରି ରଖ। ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। ଆସନ୍ତୁ ମାନେ ବାକ୍ୟ ଅଧ୍ୟୟନ କରିବା ଗୀତ ସହିତ 99 ଗୀତ ତାର 20 ଅଧ୍ୟାୟ। ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ, ଆମ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ। ଜିରିମିୟ 1 ପର୍ବର 5-6। ଉଦର ମଧ୍ୟରେ ତୁମକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମକୁ ପବିତ୍ର କଲୁ। ଆମ୍ଭେ ତୁମକୁ ନାନା ଦେଶୀୟ ମାନଙ୍କ ନିକଟରେ ଭବିଷ୍ୟଦ୍ବକ୍ତା କରି ନିଯୁକ୍ତ କରିଅଛୁ। ଏଥିରେ ମୁଁ କହିଲି, ହାୟ ହାୟ ହେ ପ୍ରଭୁ ସଦାପ୍ରଭୁ, ଦେଖ ମୁଁ କଥା କହି ଜାଣି ନାହିଁ, କାରଣ ମୁଁ ତ ବାଳକ। 1 ପଦ ଏବଂ 2 ପଦ। ଅତଏବ ଆମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇ ଏହି ସେବକ ପଦ ପାଇବାରୁ ସାହସବିହୀନ ନହୁଁ, ମାତ୍ର ଆମ୍ଭେମାନେ ଇଚ୍ଛାଜନକ ଗୁପ୍ତ ବିଷୟକୁ କରୁଅଛୁ। ତେଣୁ ଆମ୍ଭେମାନେ ପଦ ପାଇବାରୁ ସାହସବିହୀନ ନହୁଁ। ମାଥିଓ ପୁସ୍ତକ ତାର 10 ପର୍ବ ତାର 16 ପଦ। ଦେଖ ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ଅତଏବ ସର୍ପ ପରି ବୁଦ୍ଧିମାନ ଓ କପଟ ପରି ଅହିଂସକ ହୁଅ। ପ୍ରଭୁ ପଠିତ ଅନୁସାରେ ଶ୍ରବଣରେ ସମସ୍ତଙ୍କୁ ଆଶୀର୍ବାଦ କର। ପ୍ରିୟ ପ୍ରଭୁ, ତୁମର ବିଶେଷ ମହତ୍ତାର ଧନ୍ୟବାଦ ପ୍ରଶଂସା ଗୌରବ କରୁଛି। କାରଣ ତୁମ ଦାସ ଏହି ପରୀକ୍ଷାକୁ ମାତାର ଗର୍ଭରୁ ମନୋନୀତ କରି ଆଜି କୁମଳା ସିଂ ମଣ୍ଡଳୀର ପାଳକ ହୋଇ ନିଯୁକ୍ତି କରିଅଛ ଆଉ ତାଙ୍କୁ ଅଭିଷେକ କରିବା ପାଇଁ ସମ୍ମିଳନୀ ଜରିଆରେ ବର୍ତ୍ତମାନ ସମ୍ମିଳନୀ ଉଦ୍ୟମ ଅଛନ୍ତି, ମଣ୍ଡଳୀ ପ୍ରତ୍ୟେକ ମଧ୍ୟ ଉଦ୍ୟମ ଅଛନ୍ତି। ତୁମେ ଆଶୀର୍ବାଦ କର, ସାରା ଜୀବନରେ ଯେପରି ତୁମର ଗୌରବ ନିମନ୍ତେ ବ୍ୟବହାର ହେବେ, ମଣ୍ଡଳୀ ତୁମରି ବାକ୍ୟ ଶିକ୍ଷା ଦେଇ ପିତା ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ମହାମହିମ ସ୍ୱର୍ଗସ୍ଥ ପିତା ପ୍ରଭୁ, ଆମେ ତୁମ ନାମର ଗୌରବ କରୁଛୁ, ତୁମକୁ ଧନ୍ୟବାଦ ଦେଉଛୁ ତୁମ ପ୍ରିୟ ଦାସ ଏହି ଦାୟିତ୍ୱ ନିମନ୍ତେ ପ୍ରଭୁ। କାରଣ ତୁମରି ଯୋଜନା ସଂକଳ୍ପ ଅନୁସାରେ ତାଙ୍କୁ ତୁମେ ପାଳକୀୟ ସେବା ନିମନ୍ତେ ଆହ୍ୱାନ କଲ ପ୍ରଭୁ। ତୁମ ନାମର ଧନ୍ୟବାଦ ଦେଉଛୁ ପ୍ରଭୁ। ଅନୁଗ୍ରହ କଲ ଏହି ଆହ୍ୱାନକୁ ବୁଝିବା ନିମନ୍ତେ ପ୍ରଭୁ ତାଙ୍କୁ ତୁମେ ପ୍ରଭୁ ଅନୁଗ୍ରହ ପ୍ରଦାନ କଲ। ତେଣୁ ତୁମ ନାମର ଗୌରବ କରୁଛୁ। ଆଜି ତୁମ ପ୍ରିୟଦାସମାନଙ୍କ ଗହଳରେ ପ୍ରଭୁ ତାଙ୍କ ଅଭିଷେକ କାର୍ଯ୍ୟ କରାଯିବ। ସ୍ୱର୍ଗସ୍ଥ ପିତା, ଆମେ ପ୍ରାର୍ଥନା କରୁ ତୁମରି 2 ବଡ଼ ଅଭିଷେକ ଦେଇ ପ୍ରଭୁ ଆଜିଠାରୁ ତାଙ୍କୁ ତୁମେ ମଣ୍ଡଳୀରେ ବ୍ୟବହାର କର। ତାଙ୍କ ସେବା ଦ୍ୱାରା ପ୍ରଭୁ ନିରୀହ ଆତ୍ମାଗୁଣ ତୁମ ନିକଟବର୍ତ୍ତୀ ହେବେ, ତୁମରି ସେହି ଆଗମନ ନିମନ୍ତେ ପ୍ରସ୍ତୁତ ହେବେ। ଏଭଳି ତାଙ୍କ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ତୁମେ ବ୍ୟବହାର କର ବୋଲି ପ୍ରାର୍ଥନା କରୁଛୁ। ତାଙ୍କୁ ତାଙ୍କ ସପରିବାରକୁ ଅନୁଗ୍ରହ ପ୍ରଦାନ କରି ତୁମ ସେବାରେ ବିଶ୍ୱସ୍ତତାର ସହିତ ଦୃଢ଼ତାର ସହିତ ପ୍ରଭୁ ତୁମରି ଗୌରବ ନିମନ୍ତେ ଆପଣ ବ୍ୟବହାର କରିବେ। ଏଭଳି ଅନୁଗ୍ରହ ପ୍ରାର୍ଥନା ମାଗୁଛି ପିତା।